ଜୟ ଜଗନ୍ନାଥ ବନ୍ଧୁଗଣ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3ଟି ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍ ତଥା ଅନ୍ତିମ ମ୍ୟାଚ୍ ବହୁତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଏହି ମ୍ୟାଚ୍ ବିଷୟରେ। ଆପଣମାନେ ଯଦି ଆମ ଭିଡ଼ିଓଟିକୁ ପ୍ରଥମ ଥର ଦେଖୁଥାନ୍ତି ତାହେଲେ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଲା ପରେ ଭାରତ ଦଳ ବ୍ୟାଟିଂ କରିବାକୁ ଆସିଥିଲା। ଭାରତ ଦଳର ଓପନର ଖେଳାଳି ଯଶସ୍ୱୀ ଜୟସ୍ୱାଲ 10 ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ସଞ୍ଜୁ ସ୍ୟାମସନ୍ କିଛି ରନ୍ ନ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ରିଙ୍କୁ ସିଂ ବି 1 ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ। ଭାରତ ଦଳ ପ୍ରଥମରୁ ୱିକେଟ୍ ପତନର ସମ୍ମୁଖୀନ ହୋଇଥିଲା। ଏହାପରେ ଅନ୍ୟ ଖେଳାଳିମାନେ ବି ଜଣକ ପରେ ଜଣେ ଆଉଟ୍ ହୋଇଯାଇଥିଲେ। ଶୁଭମନ ଗିଲ୍ ସର୍ବାଧିକ 39 ରନ୍ କରିଥିଲେ, ଯାହା ଫଳରେ 20 ଓଭରରେ 9ଟି ୱିକେଟ୍ ହରାଇ 137 ରନ୍ କରିଥିଲା ଭାରତ ଦଳ। ଏହାପରେ ଶ୍ରୀଲଙ୍କା 137 ରନ୍ର ପିଛା କରିବା ଆରମ୍ଭ କରିଥିଲା। ଶ୍ରୀଲଙ୍କା ଦଳ ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରି ଚାଲିଥିଲା। ଶ୍ରୀଲଙ୍କା ଦଳର ପ୍ରଥମ ୱିକେଟ୍ 58 ରନ୍ରେ ଯାଇଥିଲା। ଏହାପରେ ଦ୍ୱିତୀୟ ୱିକେଟ୍ 110 ରନ୍ରେ ଯାଇଥିଲା। ଏମିତି ଲାଗୁଥିଲା ଯେ ଶ୍ରୀଲଙ୍କା ମ୍ୟାଚ୍ ଜିତିଯିବ, କିନ୍ତୁ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ ହାରିବାକୁ ଚାହୁଁନଥିଲେ। ଏହାପରେ ଭାରତ ଦଳର ବୋଲରମାନେ ଗୋଟିଏ ପରେ ଗୋଟିଏ ୱିକେଟ୍ ଅକ୍ତିଆର କରିବା ଆରମ୍ଭ କରିଥିଲେ, କିନ୍ତୁ ମ୍ୟାଚ୍ର ଶେଷ 2 ଓଭରରେ ଅତି ରୋମାଞ୍ଚକପୂର୍ଣ୍ଣ ହୋଇଥିଲା, ଯେତେବେଳେ ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାର ବୋଲିଂ କରିବାକୁ ଆସିଥିଲେ। ରିଙ୍କୁ ସିଂ 19ତମ ଓଭର ବୋଲିଂ କରିବାକୁ ଆସି 3 ରନ୍ ଦେଇ 2ଟି ୱିକେଟ୍ ନେଇଥିଲେ। ଏହାପରେ 20ତମ ଓଭର ମାନେ ମ୍ୟାଚ୍ର ଅନ୍ତିମ ଓଭର ସୂର୍ଯ୍ୟକୁମାର ନିଜେ ବୋଲିଂ କରିଥିଲେ। ଶେଷ ଓଭରରେ ଶ୍ରୀଲଙ୍କାକୁ 6 ରନ୍ ଦରକାର ଥିଲା ମ୍ୟାଚ୍ ଜିତିବା ପାଇଁ, କିନ୍ତୁ ସୂର୍ଯ୍ୟକୁମାର 2ଟି ୱିକେଟ୍ ଅକ୍ତିଆର କରି ଶ୍ରୀଲଙ୍କାକୁ 5 ରନ୍ କରିବା ପାଇଁ ସୁଯୋଗ ଦେଇଥିଲେ, ଯାହା ଫଳରେ ଶ୍ରୀଲଙ୍କାର ସ୍କୋର 137 ରନ୍ରେ ପହଞ୍ଚି ଯାଇଥିଲା। ଦୁଇ ଦଳର ସ୍କୋର ସମାନ ହୋଇଯିବାରୁ ମ୍ୟାଚ୍ ଟାଇ ହୋଇଥିଲା। ଏହି ଶେଷ 2 ଓଭରରେ 4ଟି ୱିକେଟ୍ ଯାଇଥିଲା। ଏହାପରେ ସୁପର ଓଭର ଖେଳାଯାଇଥିଲା। ଭାରତ ଦଳ ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇ ଏହି ତୃତୀୟ ମ୍ୟାଚ୍କୁ ଜିତି 3 ମ୍ୟାଚ୍ ବିଶିଷ୍ଟ ଏହି ଟି20 ଶୃଙ୍ଖଳାକୁ 3-0ରେ ନିଜ ନାମରେ ନାମିତ କରିଛି।